ମୁଁ ନୈମିଷ୍ୟା ଦର୍ଶନକୁ ଯାଇଥିଲି। ଦର୍ଶନ ସାରି ଫେରୁଛି, ଜଣେ ବୃଦ୍ଧ ସେ ତାଙ୍କ ନାତି କିମ୍ବା ନାତୁଣୀ ତାକୁ ସାଇକେଲରେ ବସିକିରି ତା ସ୍କୁଲକୁ ଛାଡ଼ିବାକୁ ଯାଉଛୁ। ଆମେ ଆମ ଗାଡ଼ିରେ ଯାଉଛୁ। ମେଘ ପକେଇଲା। ସେ ମେଘ ପାଇଁ ତା ପାଖରେ ମଧ୍ୟ ଛତା ନାହିଁ। ମୁଁ ଗାଡ଼ିଟିକି ଅଟକେଇଲି। ମୁଁ ଗାଡ଼ିକି ଅଟକେଇକିରି ସେ ବାବୁଙ୍କୁ ଡାକିଲି, ବାବୁ କୁଆଡ଼େ ଯାଉଛ? ନା ନାତୁଣୀକି ଛାଡ଼ିବାକୁ ଯାଉଛି ସ୍କୁଲ। କହିଲି ତୁମେ ଜାଣିଛ ବର୍ଷା ଦିନ ଛତା କାହିଁ ଆଣିଲନି? ନା ଛତା ତ ବାବୁ ନାହିଁ, ଆଉ ଆଣିବି କ'ଣ? ଓହୋ, ଆଉ ଏମିତିଆ ଗୋଟେ ଲୁଗା ପିନ୍ଧିକିରି ତୁମେ ଯାଉଛ ସ୍କୁଲକୁ, ମାନେ ଛୁଆକୁ ଛାଡ଼ିବା ପାଇଁ? ଲୋକ ଦେଖିଲେ ହସିବେନି? ଆଉ ହସିଲେ ହସିବେ, ମୋ ପାଖରେ ତ ନାହିଁ। ମୋ କାନ୍ଧରେ ଯେଉଁ ଲୁଗାଟି ପଡ଼ିଥିଲା ମୁଁ ତାଙ୍କୁ ଦେଇଛି, ତାଙ୍କ କାନ୍ଧରେ ପକାଇଦେଲି। ସିଏ ମାନେ ଅତି ବ୍ୟସ୍ତ ହେଇ ଆଜ୍ଞା ମୋତେ କ'ଣ ଦେଉଛନ୍ତି ମୋର? ବୋଲି ଶୁଣ, ଆପଣଙ୍କୁ ମୁଁ ଦଉନି, ମୋ ଭିତରେ ଯେଉଁ ଶକ୍ତି, ଏଇ ନୈମିଷ୍ୟା ଅରଣ୍ୟ ଭିତରେ ଯେଉଁ ଶକ୍ତି, ଦିବ୍ୟ ଶକ୍ତି ଏଠି ଘୁରି ବୁଲୁଛି, ସେଇ ଦିବ୍ୟ ଶକ୍ତି ମୋତେ ପ୍ରେରଣା ଦଉଛି ଆପଣଙ୍କୁ ଇଏ ଲୁଗାଟା ଦେବି, ଆପଣ ପିନ୍ଧିବେ। ତେଣୁ ସଜ୍ଜନ ତାର ଛଳ ଛଳ ଆଖି ଏବଂ ମୋ ମୁଣ୍ଡକୁ ଟିକେ ଆଉଁସି ଦେଇଥିଲା। ମୋର ଆଜି ପର୍ଯ୍ୟନ୍ତ ମନେ ଅଛି ଯେ ଜୀବନରେ ଏମିତିଆ ଆଶୀର୍ବାଦ ମୁଁ କୋଉଠି ପାଇନି।